ଗାଁର ନାଁ ଧର୍ମାଗତପୁର। କଟକ ଜିଲ୍ଲା ସାଲେପୁରର ଏହି ଧର୍ମାଗତପୁର ଗାଁ ଭିତରେ ରହିଛନ୍ତି ଅନେକ ଦେବାଦେବୀ। ଗାଁରେ ପାଳିତ ହେଉଛି ବିଭିନ୍ନ ଧାର୍ମିକ ପର୍ବପର୍ବାଣୀ। କାର୍ତ୍ତିକର ରାହାସ କୁହନ୍ତୁ ଅବା ଜାଗରର ଶିବରାତ୍ରି, ଆଉ ଦୋଳର ଫଗୁ ଖେଳ କୁହନ୍ତୁ ବା ଚୈତ୍ରର ଝାମୁ ଯାତ୍ରା ବା ପାଟୁଆ ଯାତ୍ରା। ଏତିକିରେ ସରିନାହିଁ ଧର୍ମାଗତପୁରର ଧାର୍ମିକ ଚେତନାର ପ୍ରଭାବ। କାଳୀପୂଜା କୁହନ୍ତୁ ଅବା ଗଣେଶ ପୂଜା, ଅଥବା ରଜରେ ମା କ୍ଷେତ୍ରପାଳିନୀଙ୍କ ପୀଠରେ ସ୍ୱତନ୍ତ୍ର ରଜ ସଂକ୍ରାନ୍ତି, ଯାହାକି ବେଶ୍ ଧୁମଧାମରେ ପାଳିତ ହେଉଛି ପ୍ରତିବର୍ଷ। କିନ୍ତୁ ଏହାରି ଭିତରେ ହରିନାମ ସଂକୀର୍ତ୍ତନ ବି ବାଦ୍ ପଡ଼ିନି। ଗାଁରେ ପ୍ରାୟ 5ଟି ସ୍ଥାନରେ ଆୟୋଜିତ ହେଉଛି ନାମଯଜ୍ଞ, ଯାହାକି ଗୁମ୍ଫା ଏକାଦଶୀରୁ ଆରମ୍ଭ ହୋଇ ଦୋଳ ପୂର୍ଣ୍ଣିମା ପର୍ଯ୍ୟନ୍ତ ଏହା ଚାଲିଥାଏ। ଏହି ପରିପ୍ରେକ୍ଷୀରେ ଗାଁ ମଧ୍ୟସ୍ଥ ମା କାଳୀ ଠାକୁରାଣୀଙ୍କ ପୀଠରେ ଆୟୋଜିତ ହୋଇଛି ନିତାଇ ଗୌର ରାଧେଶ୍ୟାମ ନାମ ସଂକୀର୍ତ୍ତନ। ଗାଁ ଲୋକମାନଙ୍କ ସହଯୋଗରେ ସୋମବାର ଦିନ କଳସ ଯାତ୍ରା କରାଯାଇଥିଲା, ଆଉ ମଙ୍ଗଳବାର ଅହରାତ୍ର ନାମଯଜ୍ଞ, ବୁଧବାର ନଗର ଭ୍ରମଣ ସହ ଦଧିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବୈଦିକ ବ୍ରାହ୍ମଣଙ୍କ ଦ୍ୱାରା ପୂଜାପାଠ କରାଯାଇଥିଲା। ସ୍ଥାନୀୟ ଲୋକମାନେ ହରିନାମରେ ଉଦ୍ବୁଦ୍ଧ ହେବା ସହ ପ୍ରସାଦ ସେବନ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶରେ ଏହି କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା। ବିଶେଷ କରି ଯୁବପିଢ଼ିଙ୍କ ନାମଯଜ୍ଞ ପ୍ରତି ବେଶ୍ ଆଗ୍ରହ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାକି ଏକ ଶୁଭ ଲକ୍ଷଣ ବୋଲି ବରିଷ୍ଠମାନେ କହିଛନ୍ତି। ଆଗାମୀ ଦିନରେ ନୂଆ ପିଢ଼ିଙ୍କୁ ଏଭଳି କାର୍ଯ୍ୟକ୍ରମ କରିବା ପାଇଁ ପ୍ରେରଣା ଦେବ, ଏଥିରେ ସନ୍ଦେହ ନାହିଁ। ଧର୍ମାଗତପୁରରୁ ବ୍ୟୁରୋ ରିପୋର୍ଟ, NTV।